ସ୍ୱାମୀର କାଠ ଫାଳିଆ ମାଡ଼ରେ ସ୍ତ୍ରୀର ଯାଇଛି ଜୀବନ। ନିଜ ସ୍ୱାମୀ ପାଲଟିଲା ପିଶାଚ। ଏପରି ଏକ ସମ୍ବେଦନଶୀଳ ଘଟଣା ଦେଖିଲୁ ଚାନ୍ଦୁଆ ଥାନା ଅନ୍ତର୍ଗତ ଟଙ୍ଗାଶଳ ଗ୍ରାମରେ। ସ୍ୱାମୀ ଚରଣ ଭକ୍ତା ସନ୍ଧ୍ୟାବେଳେ ନିଜ ସ୍ତ୍ରୀ ସବିତା ଭକ୍ତାଙ୍କୁ କାଠ ଫାଳିଆ ମାଡ଼ରେ ମୃତ କରିଛି। ଘଟଣାରୁ ଜଣାପଡ଼ିଛି ଯେ ସ୍ୱାମୀ ଜଣକ ସନ୍ଧ୍ୟା ସମୟରେ ନିଜର ଏକ କିପ୍ୟାଡ଼ ମୋବାଇଲ ସାହାଯ୍ୟରେ ଅନ୍ୟ ଜଣେ ସ୍ତ୍ରୀଙ୍କ ସହିତ କଥା ହେବା ସମୟରେ ସ୍ତ୍ରୀ ସବିତା ଏହାକୁ ବିରୋଧ କରିଥିଲେ ଏବଂ ଦୁଇଜଣଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ବଚସା ଉଗ୍ର ରୂପ ଧାରଣ କରିବା ପରେ ସ୍ତ୍ରୀ ପ୍ରଥମେ ତାଙ୍କ ସ୍ୱାମୀ ଚରଣକୁ ମାଡ଼ ମାରିଥିଲେ ବୋଲି ସ୍ୱାମୀ ଅଭିଯୋଗ କରନ୍ତି। ପରେ ଉତ୍କ୍ଷିପ୍ତ ହୋଇ ମଦ ନିଶାରେ ସ୍ୱାମୀ ଜଣକ ନିଜର ସ୍ତ୍ରୀ ସବିତାକୁ ଏକ କାଠ ଫାଳିଆରେ ମାରନ୍ତି ଏବଂ ଘଟଣା ତାଙ୍କର ଭାଇ ସ୍ଥାନୀୟ ଗ୍ରାମର ହୋଇଥିବା ସେ ଆସି ବୁଝାସୁଝା କରିଥିଲେ, କିନ୍ତୁ ବିଳମ୍ବିତ ରାତ୍ରିରେ ସ୍ତ୍ରୀ ସବିତା ମୃତ୍ୟୁବରଣ କରିଥିଲେ ଏବଂ ସ୍ୱାମୀ ମୃତ ଶରୀର ପାଖରେ ଜଗି ରହିଥିଲେ। ସକାଳ ହେବା ସମୟରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା ଏବଂ ସ୍ଥାନୀୟ ଲୋକେ ଚାନ୍ଦୁଆ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସବୁ ସତ ସାମ୍ନାକୁ ଆସିଥିଲା। ଦୁଇ ଶିଶୁ ଅନାଥ ହୋଇଗଲେ ବାପା ମାଆଙ୍କର ଭୁଲ।